ଦେଖନ୍ତୁ ବାଲିପାଟଣା ପୋଡ଼ି ଘଟଣାର ଆପଣ ଜାଣିଥିବେ ଯଦିବା ତାଙ୍କର ମୃତ୍ୟୁ ହୋଇଯାଇଛି ଜ୍ୟୋତିରଞ୍ଜନଙ୍କ କିନ୍ତୁ ତାଙ୍କ ପରିବାରର ଲୋକ ଆପଣ ଜାଣିଥିବେ ତାଙ୍କ ବାପା ସୁରେନ୍ଦ୍ର ଏବଂ ତାଙ୍କ ସାବତ ମା ଏବଂ ତାଙ୍କ ଭାଇ ଏମାନଙ୍କୁ ଏବେ ପୋଲିସ ଗିରଫ କରିଦେଇଛି। କିନ୍ତୁ ଏବେ ଆମେ ଚିତ୍ର ଦେଖାଉଛୁ ତାଙ୍କର ଯେଉଁଠି ସେ ରହୁଛନ୍ତି ବାସସ୍ଥାନ ଇଏ ହେଉଛି ସେଇ ଘର ଯେଉଁଠି ଜ୍ୟୋତି ରହୁଥିଲେ ନିଜ ସ୍ତ୍ରୀକୁ ନେଇକି ଏବଂ ତା ସହିତ ତାଙ୍କର ଛୋଟ ଛୁଆକୁ ନେଇକି। ଦେଖନ୍ତୁ ଏଇ ହେଉଛି ସେଇ ଘର ଯେଉଁଠିକି ସେପଟ ସାଇଡ୍ ଘରେ ତାଙ୍କ ବାପା ସୁରେନ୍ଦ୍ର ରହୁଥିବା ବେଳେ ଏପଟେ ରହୁଥିଲେ ଜ୍ୟୋତିରଞ୍ଜନ ମାଠିଆ ଏବଂ ତାଙ୍କ ସ୍ତ୍ରୀ। କୁହାଯାଉଛି ତାଙ୍କ ସ୍ତ୍ରୀ ଏକ ଯେଉଁ ପ୍ରାଇଭେଟ୍ ସ୍କୁଲରେ ସେ ଶିକ୍ଷକିତା କରୁଥିଲେ ଏବଂ ତା ସହିତ ସେ ତାଙ୍କ ଜ୍ୟୋତିରଞ୍ଜନ ଯିଏ ସେ ମଧ୍ୟ ବାଲିପାଟଣା ଥାନାରେ ଯିଏ ଆସୁଥିଲେ ଏଫଆଇଆର୍ ଦେବା ପାଇଁ ତାଙ୍କର ଲେଖାଲେଖି କରୁଥିଲେ ଏବଂ ତା ସହିତ ଯାହା ସେ ଗୁଜରାଣ ମେଣ୍ଟନ କରୁଥିଲେ। କିନ୍ତୁ ସବୁଠୁ ବଡ଼ କଥା ଯେ ସମ୍ପତ୍ତିକୁ ନେଇକି ଯେଉଁ ତାଙ୍କ ଭିତରେ ବଚସା ହେଇଥିଲା ଯାହାଫଳରେ ଜ୍ୟୋତିରଞ୍ଜନକୁ ଥରେ ତାଙ୍କ ବାପା ମଧ୍ୟ ବାଡ଼େଇକି ଗୋଡ଼ ଭାଙ୍ଗିଥିଲେ ଯାହା ସୂଚନା ମିଳିଛି। ତା ସହିତ ସବୁବେଳେ ତାଙ୍କର ରାଗିଛି କାରଣ ତାଙ୍କ ଜ୍ୟୋତିରଞ୍ଜନ କହିବା କଥା କି ତାଙ୍କର ତ ନିଜ ମା ନାହାନ୍ତି ତେଣୁକରି ଯେଉଁ ସମ୍ପତ୍ତି ଅଛି ସେ ତାଙ୍କ ନାଁରେ କିଛି ପାଇବା ଦରକାର। ସେଥିପାଇଁ ତାଙ୍କ ଭିତରେ ପୁଣି ଝଗଡ଼ା ହେଲା ଯାହାଫଳରେ ଆପଣ ଦେଖୁଥିବେ ଏବଂ ପ୍ରଥମେ କଥା ଉଠିଥିଲା କି ଜ୍ୟୋତିରଞ୍ଜନ ନିଜେ ପେଟ୍ରୋଲ ଢାଳିକି ଏମିତି ଆତ୍ମହତ୍ୟା କରିଥାଇପାରନ୍ତି ବୋଲି। କିନ୍ତୁ ଏବେ ଯେଉଁ ସକାଳେ ଯେଉଁ ଟ୍ୱିଷ୍ଟ ଆସିଲା କାରଣ ଜ୍ୟୋତିରଞ୍ଜନ ମୃତ୍ୟୁ ପୂର୍ବରୁ ସେ ବୟାନ ଦେଇଛନ୍ତି ଯେଉଁଟା ରେକର୍ଡ଼ କରାଯାଇଛି କି ତାଙ୍କୁ ତାଙ୍କ ବାପା ତାଙ୍କ ସାବତ ମା ଏବଂ ସାବତ ମାଙ୍କ ପୁଅ ଏବଂ ଯେଉଁ ପୁଅର ସ୍ତ୍ରୀ ସାବତ ମାଙ୍କ ପୁଅର ସ୍ତ୍ରୀ ସେ ମଧ୍ୟ ସେଥିରେ ସାମିଲ ଥିଲେ। ସେମାନେ ଜବରଦସ୍ତି ତାଙ୍କୁ ଉପରେ ପେଟ୍ରୋଲ ଢାଳିଛନ୍ତି ଯାହାଫଳରେ ବୟାନ ମଧ୍ୟ ରେକର୍ଡ଼ କରାଯାଇଛି ଏବଂ ଜ୍ୟୋତିଙ୍କ ସ୍ତ୍ରୀ ସେ ମଧ୍ୟ ବାଲିପାଟଣା ଥାନାରେ ଏଫଆଇଆର୍ ଦେଇଛନ୍ତି। କିନ୍ତୁ ସବୁଠୁ ଏବେ କଷ୍ଟଦାୟକ ହେଉଛି ଦୁଃଖଦାୟକ ହେଉଛି ଏ ଦୃଶ୍ୟ ଦେଖନ୍ତୁ। ଏ ହେଉଛି ସେ ଗାଈ ଆଉ ତା'ର ଛୁଆ ଯିଏକି ଦେଖୁଥିବେ ସେମାନେ ବି ଏବେ ଚାହିଁ ରଖିଛନ୍ତି କେତେବେଳେ ତାଙ୍କର ଯିଏ ମାଲିକ କେବେ ଆସିବ ତାଙ୍କୁ ଘାସ ଦିମୁଣ୍ଡା ପକାଇବ। ଏପଟେ ବାଛୁରୀ ଦେଖନ୍ତୁ ବାଛୁରୀ ବି କେମିତି ଚାହିଁଛି ମାଲିକ ବାଟକୁ ଦୁଇଟା ବାଛୁରୀ ଏବଂ ଦେଖନ୍ତୁ ଦୁଇଟା ଯେଉଁ କୁହାଯାଉଛି ରୋଜଗାରକ୍ଷମ ଗାଈ କାରଣ ଗାଈକୁ ଦେଖିଲା ପରେ ଲାଗୁଛି ସେ ନିଶ୍ଚୟ ଗାଈ କ୍ଷୀର ଦେଉଥିବେ ଏବଂ ବାଛୁରୀ ଯେଉଁ ଅଛନ୍ତି ସେମାନେ ମଧ୍ୟ ଚାହିଁଛନ୍ତି ସେମିତି ମା କ୍ଷୀର ଖାଇବା ପାଇଁ କିନ୍ତୁ ଯେହେତୁ ସେ ବନ୍ଧା ହୋଇଯାଇଛନ୍ତି ତେଣୁକରି ସେ ଯାଇପାରୁନାହାନ୍ତି। ଏବଂ ସବୁଠୁ ବଡ଼ କଥା ହେଉଛି ଏମାନଙ୍କ ଅବସ୍ଥା କ'ଣ ହେବ କାରଣ ଏବେ ଦେଖୁଥିବେ ଘର ତାଲା ପଡ଼ିଗଲାଣି ଏବଂ ଯେଉଁ ଜ୍ୟୋତିଙ୍କର ଯିଏ ସାବତ ମାଙ୍କର ଯେଉଁ ପୁଅର ସ୍ତ୍ରୀ ଯିଏ ସେ ଏବେ ହଠାତ୍ ବାହାରିକି ତାଙ୍କ ଛୁଆକୁ ଧରିକି ସେ ବାହାରକୁ ଚାଲିଗଲେ। ତେଣୁ ଏବେ କଥା ଉଠୁଛି ୟାଙ୍କର ରକ୍ଷଣାବେକ୍ଷଣ କରିବ କିଏ। ଦେଖନ୍ତୁ ଗାଈଙ୍କର ଶବ୍ଦ ଦେଖିକି ଆପଣଙ୍କୁ ବି ବିକଳ ଲାଗିବ ଆପଣଙ୍କୁ ବି କଷ୍ଟ ଲାଗିବ କି ଦେଖନ୍ତୁ ଇଏ ପଶୁ ହେଲେ ବି କ'ଣ ହେଲା ଇଏ ମୁହଁ ତ ଖୋଲି ପାରୁନାହାନ୍ତି କିନ୍ତୁ ତଥାପି ସେ ହମା ହମା କରି ରଡ଼ି ଛାଡ଼ୁଛନ୍ତି ଏବଂ ସେ ଖାଇବା ବାଟକୁ ଚାହିଁଛନ୍ତି ଯିଏ ଆସୁଛି ସେ ଅନଉଛନ୍ତି କାଳେ ତାଙ୍କ ପାଇଁ କିଏ ଖାଇବା ଆଣିଥିବ କି। ଦେଖନ୍ତୁ ତେଣୁ ଆପଣ ବି ଶବ୍ଦ ଶୁଣିପାରୁଥିବେ ଦେଖନ୍ତୁ କାରଣ ଯେତେବେଳେ କବାଟଟା ବନ୍ଦ ଥିଲା କବାଟ ଯେତେ ଖୋଲାଗଲା ସେତିକି ବେଳେ ସେ ଦେଖିଲେ କାଳେ କିଏ ତାଙ୍କ ପାଇଁ ଆହାର ଆଣିଛି କି କାଳେ କିଏ ତା ପାଇଁ କୁଣ୍ଡା ଆଣିଛି କି ଘାସ ଆଣିଛି କି। ଦେଖନ୍ତୁ ତେଣୁକରି ତାଙ୍କ କଥା କିଏ ବିଚାର କରିବ ସେଇ ତଥାପି ସେ ଚାହିଁଛନ୍ତି ଏବେ ଦେଖିବାକୁ ବାକି ରହିଲା ୟାଙ୍କର ରକ୍ଷଣାବେକ୍ଷଣ କରିବ କିଏ। ଏଇ ତ ଦେଖନ୍ତୁ ଯଦିବା କୁହାଯାଉଛି ଏମାନେ ହେଉଛନ୍ତି ପଶୁ ଜାତୀୟ ଯେହେତୁ ୟାଙ୍କର କିଛି କହିପାରିବେନି କିଛି କରିପାରିବେନି କିନ୍ତୁ ସବୁଠୁ ବଡ଼ କଥା ହେଉଛି ୟାଙ୍କର ରକ୍ଷଣାବେକ୍ଷଣ କରିବ କିଏ। ଯଦିବା ତାଙ୍କର କିଏ ସମ୍ପର୍କୀୟ ଆସି ତାଙ୍କ ଯତ୍ନ ନିଅନ୍ତି କିମ୍ବା ନହେଲେ ତାଙ୍କର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଏ ତାହେଲେ ଏଇ ଯେଉଁ ଗୃହପାଳିତ ପଶୁ ଏମାନଙ୍କ ଜୀବନ ବଞ୍ଚିଯାଇପାରିବ। ବାଲିପାଟଣା ଭିଡ଼ିଓ ଜର୍ଣ୍ଣାଲିଷ୍ଟ ପ୍ରକାଶ ବେହେରାଙ୍କ ସହ ଜି ଆବେଦିନଙ୍କ ରିପୋର୍ଟ ସୂଚନା ଟିଭି।